ଭଙ୍ଗାମୁଣ୍ଡା ଦୁର୍ଗାମାଧବ ମନ୍ଦିର ପ୍ରତିଷ୍ଠା ଉତ୍ସବର ପଞ୍ଚମ ସନ୍ଧ୍ୟାରେ ଯୋଗଦେଲେ ବୀରମହାରାଜପୁର ବିଧାୟକ। ସୂଚନା ଅନୁସାରେ ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ଭଙ୍ଗାମୁଣ୍ଡାଠାରେ ନବନିର୍ମିତ ଦୁର୍ଗାମାଧବ ମନ୍ଦିର ପ୍ରତିଷ୍ଠା ଉପଲକ୍ଷେ ଚାଲିଥିବା ଧନୁଯାତ୍ରା ମହୋତ୍ସବ ଆଜି ପଞ୍ଚମ ସନ୍ଧ୍ୟାରେ ପହଞ୍ଚିଛି। ଏହି ପଞ୍ଚମ ସନ୍ଧ୍ୟାରେ କୃଷ୍ଣ ବଳରାମଙ୍କ ଦ୍ୱାରା ଅଷ୍ଟମଲ୍ଲଙ୍କ ନିଧନରେ କଂସ ମର୍ମାହତ, ମହାରାଣୀ ପଦ୍ମାବତୀଙ୍କ ଧନଶ୍ରୀ ଓଷା ଅଭିନୀତ ହୋଇଥିଲା। କଂସ ଭୂମିକାରେ ପ୍ରଖ୍ୟାତ ମଞ୍ଚ ଅଭିନେତା ଶ୍ରୀମାନ ଗୋପାଳ ଦାସଙ୍କ ନିଖୁଣ ଅଭିନୟ ଦର୍ଶକଙ୍କୁ ଅଭିଭୂତ କରିଥିଲା। ଏହି କ୍ରମରେ ରାତି 9ଟା ସମୟରେ ରାଜ ଅତିଥି ଭାବରେ ବୀରମହାରାଜପୁର ବିଧାୟକ ଇଞ୍ଜିନିୟର ଶ୍ରୀଯୁକ୍ତ ରଘୁନାଥ ଜଗଦଲା, ବଲାଙ୍ଗୀର ଆଇନ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ସଞ୍ଜୀବ କୁମାର ପ୍ରଧାନ, ସରୋଜ କୁମାର ପ୍ରଧାନ, ଅକ୍ଷୟ କୁମାର ରାୟ ଯୋଗ ଦେଇ ସାଂସ୍କୃତିକ ବାର୍ତ୍ତା ପ୍ରଦାନ କରିଥିଲେ। ଯୁଗଳ କିଶୋର ମିଶ୍ର ମଞ୍ଚ ପରିଚାଳନା କରିବା ସହିତ ସାଂସ୍କୃତିକ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଆଜି ଦରବାରରେ ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା। ତେବେ ଏହି ଯାତ୍ରାରେ ହଜାର ହଜାର ଦର୍ଶକଙ୍କ ଭିଡ଼ ଜମିଥିବା ଦେଖିବାକୁ ମିଳିଛି।